ମୋ ବିଧାୟକ ପାଣ୍ଠୁ ସେଠି ପିଇବା ପାଣି ପ୍ୟାଜ ବ୍ୟବସ୍ଥା କରିଛନ୍ତି। ତେଣୁ ସେଇଭଳି ଅନେକ ମଧ୍ୟ ମୁଁ ଏ ଆଶା ରଖିବି ଆଗାମୀ ଦିନେ ଆପଣମାନଙ୍କ ସମର୍ଥନ ମୋ ପ୍ରତି ରହିବ ଏବଂ ଆପଣଙ୍କର ସହଯୋଗ ମଧ୍ୟ ରହିବ। ନମିନେସନ ଫାଇଲ କରୁଛନ୍ତି ଏକାମ୍ରରେ ବିଜୟ ନେଇ କେତେ ଆଶାବାଦ ଅଛନ୍ତି? ଫାଇଟ୍ ହବ ଟଫ୍ ଫାଇଟ୍ ହବ ନା ୱାନ୍ ସାଇଡେଡ୍ ୱିନିଂ ହବ? ମୁଁ ଦେଖନ୍ତୁ ମୁଁ ତ ଜ୍ୟୋତିଷ ନୁହେଁ। ମୁଁ କେମିତି ଏକଥର ହବ କି ଫାଇଟ୍ ହବ ହଟି ମୁଁ କେମିତି କହିବି କିନ୍ତୁ ମୁଁ ଏକଥା ରଖିବି ଯେ ଯେତିକି ଆଜି ସାମିଲ ହେଇଛନ୍ତି ଏକାମ୍ବରବାସୀଙ୍କର ନିଶ୍ଚିତ ଭାବରେ ତାଙ୍କର ମୋ ଉପରେ ଆସ୍ଥା ବିଶ୍ୱାସ ରହିଛି ବୋଲି ବହୁ ଭାବେ ରହିଛି ବୋଲି ତା ପ୍ରମାଣ କରିଛି। ବାକି ଆପଣ କଳନା କରିବେ ଆପଣ ସିଦ୍ଧାନ୍ତରେ ପହଞ୍ଚିବେ। ବିରାଟ ପଟୁଆର ସମର୍ଥନ ଆପଣଙ୍କୁ ରହିଲା ସେ ଏକାମ୍ରବାସୀଙ୍କ ପାଇଁ ଆପଣଙ୍କର କିଛି ତ ଗୋଟେ ଥିବ ଆଶ୍ୱାସନା ବା ଆମେ କିଛି କରିବା କାରଣ ଆପଣଙ୍କ ପାଇଁ 3 ଥର ଆଶା କରିବା ପାଇଁ ପୁଣି ମଧ୍ୟ ସେଇ ଆଶାକୁ ରଖିକି ସେମାନେ ଆଗକୁ ଯାଇଛନ୍ତି କ'ଣ ବେସିକ୍ ରହିବ ସେମାନଙ୍କ ପାଇଁ ତାଙ୍କୁ ଆଶ୍ୱାସନା ଦେବା ପାଇଁ ଆପଣ କ'ଣ କହିବେ? ମୁଁ ପଟୁଆରେ ଆସୁନଥିଲି ମୁଁ ପାଦ ଚାଲି ଚାଲି ଆସୁଥିଲି। ପଟୁଆରେ ରାଜା ମହାରାଜ ମାନେ ଯାଆନ୍ତି ମୁଁ ସେତେବେଳେ ମୁଁ ପଟୁଆରେ ନଥିଲି ମୁଁ ଚାଲିକି ଆସିଥିଲି। ଆପଣମାନେ ସେଇଠୁ କଳନା କରନ୍ତୁ ଯଦି ସାଧାରଣ ଲୋକଙ୍କ ସହିତ କର୍ମୀଙ୍କ ସହିତ ସମର୍ଥକ ସହଯୋଗ ସହିତ ମୁଁ ଚାଲିକିରି ଆସୁଥିଲି ମୁଁ ସେଇ ପାଦ ଚଲାର ମଣିଷ ମୁଁ ପଟୁଆର ନୁହେଁ ବା ରାଜା ମହାରାଜ ନୁହେଁ। ନିଶ୍ଚିତ ଭାବେ ଜନସମର୍ଥନ ରହିଛି ଏକାମ୍ରରେ ଏବଂ ମୋର ଏ ଆଶା ରହିଛି ଦୀର୍ଘ 15 ବର୍ଷ ଭିତରେ ଯେତିକି କାର୍ଯ୍ୟ ହେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାଙ୍କର ବି ସହଯୋଗ ରହିଛି ଏକାମ୍ର କ୍ଷେତ୍ର ପାଇଁ ସେଇ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଜଗନ୍ନାଥ ଆଉ ଏକାମ୍ରବାସୀଙ୍କ ଯେଉଁ ଇଏ ରହିଛି ଆଶୀର୍ବାଦ ସେଇଠି ମୋତେ ଏକ ସମୃଦ୍ଧ ସଶକ୍ତ ଏବଂ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ କରିବାରେ ନବୀନଙ୍କର ଜଣେ ସଚ୍ଚା ସୈନିକ ହେଇପାରିବ। ଶଙ୍ଖ ଗୋଟେ MLA ଗୋଟେ MP ଆପଣ ମାନେ ଆଶୀର୍ବାଦ କରନ୍ତୁ ଆପଣ ମାନେ ଖୁସି ତ ଦେଖନ୍ତୁ ଆପଣ ମାନେ ଆଜି ଦେଖିଥିବେ ଯେ ପ୍ରଭୁ ଲିଙ୍ଗରାଜଙ୍କ ପାଖରୁ ଆମର ପ୍ରିୟ ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବାହାରିଲା ବେଳକୁ ଯେଉଁଭଳି ଭାବରେ ଜନସମୁଦ୍ର ହେଇଥିଲା ଏବଂ ନିଜେ ଚାଲି ଚାଲିକି ସିଏ ପ୍ରଭୁ ଲିଙ୍ଗରାଜଙ୍କର ଆଶୀର୍ବାଦ ନେଇକିରି ନିଜେ ଚାଲି ଚାଲିକିରି ଏତେ ବଡ଼ ଖରାରେ ହଜାର ହଜାର ଲୋକଙ୍କ ସହିତ ଆସୁଥିଲେ। ଏଥିରୁ ଜଣାପଡ଼ୁଥିଲା ଯେ ତାଙ୍କର ପ୍ରତି ଲୋକଙ୍କର ସମର୍ଥନ ତା ସହିତ ନବୀନ ବାବୁଙ୍କ ପ୍ରତି ଲୋକଙ୍କର ଯେଉଁ ଭଲ ପାଇବା ଏକାମ୍ରବାସୀଙ୍କର ତାହା ପରିପ୍ରକାଶ ହେଉଥିଲା। ତେଣୁ ଏଥିରୁ ଜଣାପଡ଼ୁଛି ଯେ ନିର୍ବାଚନ ଏକପାଖିଆ ହେବ କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ଆମେ କେବେ ଛୋଟ ବୋଲି ଭାବୁନା।